କଳାହାଣ୍ଡି ଜିଲ୍ଲାର ଦ୍ୱାରଦେଶ ହେଉଛି କେସିଙ୍ଗା ସହର। ଜିଲ୍ଲାର ଦ୍ୱାରଦେଶ ହେବା ସହିତ ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟିକ ସ୍ଥଳ ଭାବେ ପରିଗଣିତ ହୋଇଥାଏ କେସିଙ୍ଗା ସହର। କେସିଙ୍ଗା ସହର ମଧ୍ୟ ଦେଇ ଗତି କରିଛି ଜିଲ୍ଲାର ପ୍ରଥମ ରେଳ ଷ୍ଟେସନ, ଯେଉଁ ଷ୍ଟେସନରୁ କେସିଙ୍ଗା ସହରରୁ ରାଜ୍ୟ ତଥା ଦେଶର ପ୍ରମୁଖ ସହରଗୁଡ଼ିକ ରେଳପଥ ମାଧ୍ୟମରେ ଯୋଡ଼ି ହୋଇଛି। ପୂର୍ବରୁ କେସିଙ୍ଗା ରେଳ ଷ୍ଟେସନ ଦେଇ ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ଭାବେ ଏକ ଟ୍ରେନ୍ ଯାତାୟାତ କରୁଥିଲା, ହେଲେ ତାହାକୁ ବନ୍ଦ କରିଦେଲା ରେଳ ବିଭାଗ। ପରେ ରାୟଗଡ଼ା ଠାରୁ ସମ୍ବଲପୁରକୁ ଯାଉଥିବା ଏକ ଟ୍ରେନ୍ରେ ସ୍ଲିପର ବଗି କେସିଙ୍ଗା ଦେଇ ଭୁବନେଶ୍ୱର ଯାତାୟାତ କରୁଥିଲା, ହେଲେ କ୍ରମଶଃ ତାହା ମଧ୍ୟ ବନ୍ଦ ହୋଇଗଲା। ବହୁ ସମୟରେ କେସିଙ୍ଗାବାସୀ ରେଳ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଦେଶରେ ବର୍ତ୍ତମାନ ବିଜେପିର ସରକାର, ରାଜ୍ୟରେ ମଧ୍ୟ ବିଜେପି ସରକାର। ତା ସହିତ କଳାହାଣ୍ଡି ଜିଲ୍ଲାରେ ଦୁଇଟି ବିଜେପି ସାଂସଦ, କଳାହାଣ୍ଡି ଲୋକସଭା କ୍ଷେତ୍ରରୁ ଶ୍ରୀମତୀ ମାଳବିକା ସିଂହଦେଓ ଓ ରାଜ୍ୟସଭାରୁ ବିଜେଡିରୁ ବିଜେପିକୁ ଯାଇଥିବା ସୁଜିତ କୁମାର ସେଠ ସାଂସଦ ଭାବେ ଅଛନ୍ତି। ଡବଲ ଇଞ୍ଜିନ ସରକାରଙ୍କର ଏହି ଡବଲ ଏମ୍ପି କେସିଙ୍ଗାବାସୀ ଓ ଆଶା ଓ ଭରସା ସାଜିଛନ୍ତି ଏକ ଟ୍ରେନ୍ ପାଇଁ। ଗତ 2019ରେ କଳାହାଣ୍ଡି ଲୋକସଭା ସାଂସଦ କ୍ଷେତ୍ରରୁ ବିଜେପିର ବସନ୍ତ ପଣ୍ଡା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଜିଲ୍ଲା ସହ କେସିଙ୍ଗାବାସୀ ଏଥର ସିଧାସଳଖ ରାଜଧାନୀକୁ ଏକ ଟ୍ରେନ୍ ପାଇବେ ବୋଲି ଆଶା ବାନ୍ଧି ବସିଥିଲେ, ହେଲେ ସେହି ଆଶା ଆଶାରେ ରହିଯାଇଥିଲା। 2019 ଯାଇ 2024 ଆସିଲା। ନିର୍ବାଚନ ସମୟରେ କେସିଙ୍ଗାବାସୀଙ୍କ ଯେଉଁ କେତୋଟି ପ୍ରମୁଖ ଦାବି ରହିଥିଲା, ତହିଁ ମଧ୍ୟରେ ଥିଲା କେସିଙ୍ଗା ଠାରୁ ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ଭାବେ ଏକ ଟ୍ରେନ୍। ଜିଲ୍ଲା ପାଇଲା ଦୁଇଟି ସାଂସଦ। ଏଥର ପୂରଣ ହେବ ତ କେସିଙ୍ଗାବାସୀଙ୍କ ଦାବି? କେସିଙ୍ଗା ଦେଇ ରାଜ୍ୟ ରାଜଧାନୀ ଭୁବନେଶ୍ୱରକୁ ଚାଲିବ କି ସିଧାସଳଖ ଟ୍ରେନ୍? ଡବଲ ଇଞ୍ଜିନ ସରକାର, ଜିଲ୍ଲାର ଦୁଇଟି ସାଂସଦ। କେସିଙ୍ଗାବାସୀଙ୍କ ଆଶା ଦ୍ୱିଗୁଣିତ ହୋଇଛି। ଏଥର ନିଶ୍ଚିତ ଭାବେ କେସିଙ୍ଗାବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବେ ସରକାର ବୋଲି ଆଶା ବାନ୍ଧି ବସିଛନ୍ତି କେସିଙ୍ଗାବାସୀ। ସତରେ କ'ଣ କେସିଙ୍ଗାବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରିପାରିବେ ଏହି ଦୁଇଜଣ ବିଜେପି ସାଂସଦ, ନା ଗତ ଥର ଭଳି ଆଶାରେ ହିଁ ରହିଯିବ କେସିଙ୍ଗାବାସୀଙ୍କ ଦାବି? ଦେଖିବାକୁ ବାକି ରହିଲା।